ଶ୍ୟାମସୁନ୍ଦର ଅଗ୍ରୱାଲଙ୍କ ସତ୍ୟମ୍ ବ୍ରୁୟାତ୍। ସତରେ କ'ଣ ଭଗବାନ ଅଛନ୍ତି? ସତରେ କ'ଣ ଭଗବାନ ଅଛନ୍ତି? ଯଦି ଅଛନ୍ତି, କେଉଁଠି ଅଛନ୍ତି ଆଉ କ'ଣ କରୁଛନ୍ତି? ଦୁନିଆର ବର୍ତ୍ତମାନ ପରିସ୍ଥିତି ଦେଖିଲେ ଆଦୌ ବିଶ୍ୱାସ ହୁଏନା ଯେ ଭଗବାନ ବୋଲି ଜଣେ କିଏ ଅଛନ୍ତି। ଅନେକ ସାଧୁ ଓ ସଚ୍ଚୋଟ ଲୋକ କଷ୍ଟରେ ଅଛନ୍ତି, ଆଉ ସବୁ ପ୍ରକାର ଗର୍ହିତ କାର୍ଯ୍ୟକଳାପରେ ଲିପ୍ତ ଥାଇ ମଧ୍ୟ ଅନେକ ଅଶିଷ୍ଟ ବ୍ୟକ୍ତି ସୁଖ ସ୍ୱାଚ୍ଛନ୍ଦ୍ୟରେ ସେମାନଙ୍କର ଜୀବନ ଅତିବାହିତ କରୁଛନ୍ତି। ଏ ବାଛ ବିଚାର କାହିଁକି? ଯଦି ଭଗବାନ ଅଛନ୍ତି, ତେବେ ସେ କ'ଣ କରୁଛନ୍ତି? ତାକୁ କ'ଣ ଦିଶୁନାହିଁ? ନା ସେ ଜାଣିଶୁଣି ଏପରି କରୁଛନ୍ତି? ଯଦି ସେ ଜାଣିଶୁଣି ଏପରି କରୁଛନ୍ତି, ତେବେ ସେ ଧର୍ମରାଜ ଭଗବାନ କିପରି ହେଲେ? କ'ଣ ତାଙ୍କର ଉଦ୍ଦେଶ୍ୟ? ଆମେ କାହିଁକି ସଞ୍ଜ ସକାଳେ ତାଙ୍କୁ ପ୍ରାର୍ଥନା କରିବୁ? ଏମିତି ଅନେକ ପ୍ରଶ୍ନ, କିନ୍ତୁ ସଠିକ୍ ଉତ୍ତର କିଛି ମିଳେ ନା। ହଁ, ହିନ୍ଦୁ ଧର୍ମାତ୍ମାମାନେ କହନ୍ତି ଏଭଳି ବାଛ ବିଚାର କେବଳ କର୍ମଫଳ। ଯେମିତି ମଞ୍ଜିକୁ ସେମିତି ଗଛ। ଆପଣ ଯାହା କରୁଛନ୍ତି ତାହା ପାଉଛନ୍ତି। ସ୍ୱଅର୍ଜିତ ପାପ ଓ ଅପକର୍ମର ଫଳ ଆପଣ ଭୋଗୁଛନ୍ତି। କିନ୍ତୁ ଏ ଯୁକ୍ତିଟି ସହଜରେ ହଜମ ହୁଏ ନା, କାରଣ ଘଟଣାବଳୀ ସହ ଏ ଯୁକ୍ତି ମେଳ ଖାଉନାହିଁ। ଗୋଟିଏ 2 ବର୍ଷର ଶିଶୁ ଏମିତି କ'ଣ ପାପ କରି ପକାଇଲା ଯେ ତା ଉପରେ ଟ୍ରକଟିଏ ମାଡ଼ିଗଲା? ଗୋଟିଏ 3 ବର୍ଷର କୁନି ଝିଅ କ'ଣ ତା ଜୀବନରେ ଅପକର୍ମ କରି ପକାଇଲା ଯେ ସେ ଧର୍ଷିତା ହୋଇ ପଡ଼ିଲା? ଏସବୁ ଉଦାହରଣ ଦେବା ପରେ ଧର୍ମାତ୍ମାମାନଙ୍କର ଯୁକ୍ତିର ମୋଡ଼ ବଦଳେ। କୁହନ୍ତି ଏହା ପ୍ରାରବ୍ଧ, ଅର୍ଥାତ୍ ପୂର୍ବଜନ୍ମର ଅପକର୍ମର ଫଳ। ତେବେ ମନରେ ସ୍ୱତଃ ପ୍ରଶ୍ନ ଉଠେ, ଭଗବାନ ଆପଣଙ୍କୁ ପୁରସ୍କାର ବା ଶାସ୍ତି ଦେବା ପାଇଁ ଜନ୍ମ ଜନ୍ମ ଅପେକ୍ଷା କାହିଁକି କରନ୍ତି? ଗୋଟିଏ ଜନ୍ମର ପୁଣ୍ୟ ବା ପାପ ଫଳକୁ ପାଇବା ପାଇଁ ଆଉ ଗୋଟିଏ ଜନ୍ମ ଯାଏ ଅପେକ୍ଷା କରିବା କ'ଣ ଦରକାର? ଅନେକ ଧର୍ମାତ୍ମା ଏ ପ୍ରଶ୍ନର ଉତ୍ତର ଦେବାକୁ ଯାଇ କୁହନ୍ତି ଯେ ଭଗବାନ ଅନ୍ୟ ସମସ୍ତଙ୍କୁ ଶିକ୍ଷା ଦେବା ଉଦ୍ଦେଶ୍ୟରେ ଏସବୁ କରନ୍ତି। ତେବେ ଜୀବନରେ ଆମେ ଯେତେ କଷ୍ଟ ପାଉଛେ, ସେସବୁ କ'ଣ ଅନ୍ୟମାନଙ୍କ ପାଇଁ ଶିକ୍ଷଣୀୟ ହେବା ପାଇଁ ଉଦ୍ଦିଷ୍ଟ? ଭଗବାନ କ'ଣ ଜଣେ ଶିକ୍ଷକ? ଯଦି ହୋଇଥାନ୍ତି, ଭଗବାନ କ'ଣ ଏପର୍ଯ୍ୟନ୍ତ ଜାଣିପାରି ନାହାନ୍ତି ଯେ ତାଙ୍କର ଛାତ୍ରଛାତ୍ରୀ ନିଜ ନିଜ ପରୀକ୍ଷାରେ ବାରମ୍ବାର ଅକୃତକାର୍ଯ୍ୟ ଓ ସଫଳତାଠାରୁ ବହୁତ ଦୂରରେ? କେତେଦିନ ଯାଏ ନିର୍ବୋଧ ଛାତ୍ରଛାତ୍ରୀଙ୍କୁ ଭଗବାନ ଆଉ ଶିକ୍ଷା ଦେବେ? ନିୟୁତ ବର୍ଷ କ'ଣ ଯଥେଷ୍ଟ ନୁହେଁ ଯେ ଭଗବାନ ବର୍ତ୍ତମାନ ଏ ଶିକ୍ଷାଦାନରୁ ବିରତି ନେବା ଉଚିତ? ତେବେ ସବୁ ପ୍ରଶ୍ନର ପ୍ରାୟ ଏକ ଉତ୍ତର। ସମସ୍ତ ସଫେଇ ପଛରେ ଗୋଟିଏ ଯୁକ୍ତି ଯେ ଭଗବାନ ଜଣେ ଶାସକ କିମ୍ବା ଶିକ୍ଷକ ଏବଂ ମଣିଷର ସବୁ ଦୁଃଖ ଯନ୍ତ୍ରଣା ତାକୁ ଶାସନ ଓ ଶିକ୍ଷା ହିସାବରେ ଦିଆଯାଇଥାଏ। ଏସବୁ ସଫେଇରେ ଆଉ ଗୋଟିଏ ବିଷୟ ମଧ୍ୟ ଜାଣିବାକୁ ହୁଏ ଯେ ମନୁଷ୍ୟର ଯେତେ ଦୁଃଖ ଯନ୍ତ୍ରଣା ସବୁ ଭଗବାନଙ୍କର ହିଁ ଇଚ୍ଛା ବା ଜାଣତରେ ହୋଇଥାଏ, ଏବଂ ତା ପଛରେ ଏସବୁ ହେଉଛି ଧର୍ମାତ୍ମାମାନଙ୍କର ବଳିଷ୍ଠ ଯୁକ୍ତି। ତେବେ ଉପରୋକ୍ତ ପ୍ରଶ୍ନମାନଙ୍କର ଅନ୍ୟ ଏକ ଭିନ୍ନ ଉତ୍ତର ମଧ୍ୟ ଅଛି। ସେ ଉତ୍ତର ପାଇଁ ଯିବା ପୂର୍ବରୁ ପ୍ରଥମେ ଗୋଟିଏ କଥା ଆମକୁ ଭାବି ନେବାକୁ ପଡ଼ିବ ଯେ ଭଗବାନ ସର୍ବଦା ଆମର ଶୁଭଚିନ୍ତକ। ସେ ଆମର ପିତାମାତା ସଦୃଶ। ଆଉ ସଂସାରରେ ଏମିତି କେଉଁ ପିତାମାତା ସେମାନଙ୍କ ପିଲାମାନଙ୍କୁ ଦୁଃଖ ଓ ଯନ୍ତ୍ରଣା ଭିତରକୁ ଠେଲି ଦେବାକୁ ଚାହିଁବେ କି? କେବେ ନୁହେଁ। ଆଇନଷ୍ଟାଇନ ମଧ୍ୟ ଏଥିରେ ଏକମତ ହୋଇ କହିଛନ୍ତି ଯେ ଭଗବାନ ଜଣେ ଜୁଆଡ଼ି ନୁହନ୍ତି ଯେ ତାଙ୍କର ପ୍ରିୟ ଦୁନିଆ ଓ ଅଗଣିତ ଜୀବ ସମାଜକୁ ଦୁଃଖ ଯନ୍ତ୍ରଣା ଦେଇ ଜୁଆ ଖେଳିବେ। ତେବେ ବୁଲିପଡ଼ି ପୁଣି ସେହି ପ୍ରଶ୍ନ, ଯଦି ଭଗବାନ ଏମିତି ଆଉ ଏସବୁ ସେ କରୁନାହାନ୍ତି, ତେବେ କିଏ ସେ ବ୍ୟକ୍ତି ଏସବୁ ନିୟନ୍ତ୍ରଣ କରୁଛନ୍ତି? ଅଧିକାଂଶ ସମୟରେ ମଣିଷ ନିଜେ ହିଁ ନିଜର ଦୁଃଖର କାରଣ। ଥରେ ଭାବି ଦେଖନ୍ତୁ ତ, 1939 ମସିହାରେ ହିଟଲରଙ୍କ ଅତ୍ୟାଚାର। ହିଟଲର ମାତ୍ର ଜଣେ ବ୍ୟକ୍ତି, କିନ୍ତୁ ସେ କିପରି ଲକ୍ଷ ଲକ୍ଷ ନିରୀହ ଲୋକଙ୍କୁ ମାରି ପକାଇଲେ? ଆପଣ ସେତେବେଳକୁ ନିଜେ କ'ଣ କରୁଥିଲେ? ଆପଣମାନେ ସମସ୍ତେ ଯଦି ବିରୋଧ କରିଥାନ୍ତେ, ତେବେ ଜଣେ ମାତ୍ର ଅତ୍ୟାଚାରୀ ବ୍ୟକ୍ତି କ'ଣ ଏତେ ଗୁଡ଼ାଏ ଅପରାଧ କରି ପକାଇଥାନ୍ତା? ଅତ୍ୟାଚାର ହେଉ ବା ବ୍ୟଭିଚାର, ୟା ପଛରେ ମୁଷ୍ଟିମେୟ ଲୋକଙ୍କର ହାତ ଥାଏ। ଅଧିକାଂଶ ଲୋକ
ୟା ବିରୁଦ୍ଧରେ ଥାଆନ୍ତି ସତ, କିନ୍ତୁ ସେମାନଙ୍କର ନୀରବତା ଓ ନିଷ୍କ୍ରିୟତା ଅତ୍ୟାଚାର ଓ ବ୍ୟଭିଚାରକୁ ସାହସ ଯୋଗାଇଥାଏ। ଆଉ ଆପଣ ଅଯଥା ଦୋଷ ଭଗବାନଙ୍କ ଉପରେ ଲଦି ଦିଅନ୍ତି। ଯେଉଁମାନେ ପ୍ରଶ୍ନ କରନ୍ତି 1939 ମସିହାରେ ଭଗବାନ କେଉଁଠି ଥିଲେ, ସେଠି ସେହିମାନଙ୍କ ଉଦ୍ଦେଶ୍ୟରେ ଏହି ପ୍ରଶ୍ନ, ସେହି ମସିହାରେ ସେମାନେ କେଉଁଠି ଥିଲେ? ଆପଣଙ୍କର ନୀରବ ସମର୍ଥନ ଓ ନିଷ୍କ୍ରିୟତା ହିଁ ମନୁଷ୍ୟର ଅନେକ ଦୁର୍ଦ୍ଦଶାର କାରଣ। ଭଗବାନ ନୁହେଁ, ଆପଣ ହିଁ ଆପଣଙ୍କ ଅଧିକାଂଶ ଦୁଃଖ ପାଇଁ ଦାୟୀ। ଥରେ ଭାବନ୍ତୁ, ପ୍ରକୃତି ସହିତ ଆପଣ ଯଦି ଖେଳ ଖେଳୁଛନ୍ତି, କି ଅତ୍ୟାଚାର କରୁଛନ୍ତି, ବୃକ୍ଷହୀନ ପ୍ରକୃତି, ବିଷାକ୍ତ ବାଷ୍ପ ଓ ଉଦ୍ଧତ ଜୀବନଯାତ୍ରାର ଫଳ ମହାବାତ୍ୟା ଓ ସୁନାମି, ଆପଣ ହିଁ ଏଥିପାଇଁ ନିଜେ ଦାୟୀ। ମହାତ୍ମା ଗାନ୍ଧୀକୁ ନାଥୁରାମ ଗଡ଼ସେ ଗୁଳି ମାରିଥିଲେ, ଭଗବାନ ନୁହେଁ। ଆଉ ଗୁଳିର ଧର୍ମ, ଥରେ ସେ ବନ୍ଧୁକ ଭିତରୁ ବାହାରିଲା ମାତ୍ରେ ସିଧା ଯିବ, ସେ ନିର୍ଜୀବ। ସେ ବାଛ ବିଚାର କରେନି ତା ସାମ୍ନାରେ ପାପୀଟିଏ ଅଛି ନା ମହାତ୍ମାଟିଏ। ଏଥିରେ ଭଗବାନଙ୍କ ଦୋଷ ରହିଲା କେଉଁଠି? ଦାୟିତ୍ୱହୀନତା ଯୋଗୁଁ ଆପଣ 7 ତାଲା କୋଠାରୁ ତଳକୁ ପଡ଼ିଗଲେ। ପଡ଼ିଗଲା ମାତ୍ରେ ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ଆପଣଙ୍କୁ ତଳକୁ ଟାଣିନିଏ। ମାଧ୍ୟାକର୍ଷଣ ଶକ୍ତି ହେଉଛି ପୃଥିବୀର ପ୍ରକୃତି। ସେ ଅନ୍ଧ, ସେ ବାଛ ବିଚାର କରେ ନା। ଆହା, ମହାତ୍ମାଟିଏ ଖସି ପଡ଼ୁଛି, ୟାକୁ ଉପରକୁ ଉଠେଇ ନେବି। ଉପରୁ ପଡ଼ିଲେ ତଳେ ପଡ଼ି ଆଘାତପ୍ରାପ୍ତ ବା ମୃତ୍ୟୁ ହେବା ସ୍ୱାଭାବିକ। ଏହା ପ୍ରକୃତିର ନିୟମ। ଗୁଳି ବାଜିଲେ ସାମ୍ନାରେ ଯିଏ ଥିବ ସେ ମରିବ, ମହାତ୍ମା ହେଉ ବା ପାପୀଟିଏ ହେଉ। ଏହା ପ୍ରକୃତିର ନିୟମ। ଆଉ ଯଦି କିଏ ଥରେ ଅଧେ ବଞ୍ଚିଯାଆନ୍ତି ବା ଅକ୍ଷତ ରହିଥାନ୍ତି, ଆପଣ କୁହନ୍ତି ଭଗବାନ ତାକୁ ରକ୍ଷା କଲେ। ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ? ପ୍ରକୃତରେ ଘଟଣା କିନ୍ତୁ ସେଇଆ ନୁହେଁ। ଭଗବାନ ଆପଣଙ୍କୁ ମାରନ୍ତି ନାହିଁ କି ବଞ୍ଚାନ୍ତି ନାହିଁ। ଏସବୁ ପ୍ରକୃତିର ଘଟଣା ଓ ଦୁର୍ଘଟଣା, ଏବଂ ସମସ୍ତ ଜଗତ ପ୍ରକୃତିର ନିୟମରେ ବାନ୍ଧି ହୋଇ ରହିଥାନ୍ତି। ଏ ନିୟମରେ କଦବା କେମିତି ବ୍ୟତିକ୍ରମ ହୋଇଯାଇଥାଏ, କିନ୍ତୁ ଏହା ଆକସ୍ମିକ। ଏଥିରେ ଭଗବାନଙ୍କର କିଛି ହାତ ନଥାଏ। ତେବେ ମନରେ ପୁଣି ପ୍ରଶ୍ନ ଉଠେ, ଯଦି ଏସବୁ ମନୁଷ୍ୟର ଅବିବେକିତା ବା ପ୍ରକୃତିର ଖେଳ ଓ ଭଗବାନଙ୍କର କାର୍ଯ୍ୟକଳାପ ନୁହେଁ, ତେବେ ଭଗବାନ ପୁଣି କିଏ? ଆମେ କାହିଁକି ତାକୁ ଭକ୍ତି ଓ ପୂଜା ଅର୍ଚ୍ଚନା କରୁଛେ? ୟାର ଉତ୍ତର ଅତ୍ୟନ୍ତ ସରଳ ଓ ସଂକ୍ଷିପ୍ତ ମଧ୍ୟ। ବାପଟିଏ ଏକମାତ୍ର ପୁତ୍ରର ମୃତ୍ୟୁ ପରେ ବଞ୍ଚୁଛି କିପରି? ଯୁବତୀ ବିଧବାଟିଏ ଅତି ପ୍ରିୟ ସ୍ୱାମୀର ମୃତ୍ୟୁ ପରେ ରହୁଛି କିପରି? ମାଆଟିଏ ଝିଅଟି ତା'ର ଧର୍ଷିତା ହୋଇଯିବା ପରେ ବଞ୍ଚୁଛି କିପରି? ସତ କହିବାକୁ ଗଲେ ଭଗବାନ ଆପଣଙ୍କୁ ଦୁଃଖ ଦିଅନ୍ତି ନାହିଁ, ବରଂ ଆପଣଙ୍କ ଦୁଃଖରେ ସେ ସମଦୁଃଖୀ। ସଦାବେଳେ, ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଆପଣଙ୍କ ଜୀବନଯାତ୍ରାରେ ଆପଣଙ୍କର ସହଯାତ୍ରୀ। ଆପଣଙ୍କ ଦୁଃଖରେ ତାଙ୍କର ବି ଛାତି ଫାଟିଯାଏ। ତାଙ୍କ ଆଖିରୁ ମଧ୍ୟ ଆପଣଙ୍କ ପାଇଁ ନିରନ୍ତର ଲୁହ ଝରୁଥାଏ। ଆପଣଙ୍କ ସମସ୍ତ ଦୁଃଖ ସମୟରେ ଆପଣଙ୍କୁ କୋଳାଗ୍ରତ କରିନେବା ପାଇଁ ସେ ସଦାବେଳେ ହାତ ବଢ଼େଇ ଛିଡ଼ା ହୋଇଥାନ୍ତି। ଥରେ ତାଙ୍କର ଶରଣାଗତ ହୋଇଯାଆନ୍ତୁ, ଦେଖିବେ କି ଶାନ୍ତି, କି ଆନନ୍ଦ। ତେଣୁ କିଏ କହିଲା ଭଗବାନ ନାହାନ୍ତି ବୋଲି? ଯଦି ନଥାନ୍ତେ, ତେବେ ଜୀବନର ଏତେ ଦୁଃଖ କଷ୍ଟ ପରେ ମଧ୍ୟ ଆପଣ ବଞ୍ଚିଛନ୍ତି କିପରି? ସମାପ୍ତ।